ଭୂତକୋଠି ପାଲଟିଛି 100 ଶଯ୍ୟା ବିଶିଷ୍ଟ ଏସ୍ସି ଏସ୍ଟି ଛାତ୍ରୀ ନିବାସ। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସଦର ICDS ସାମ୍ନାରେ ଆଜକୁ 9 ବର୍ଷ ହେଲା 100 ଶଯ୍ୟା ବିଶିଷ୍ଟ ଏସ୍ସି ଏସ୍ଟି ଛାତ୍ରୀ ନିବାସ ନିର୍ମାଣ ହୋଇ ଭୂତକୋଠି ହୋଇ ପଡ଼ିଛି, ଯାହାଫଳରେ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଅସନ୍ତୁଷ୍ଟ ପ୍ରକାଶ ପାଉଛି। ହେଲେ ପ୍ରଶାସନର ନଜର ଅଛି ନା ସରକାରଙ୍କର ନଜର ଅଛି? ନୂଆପଡ଼ା ସିନାପାଲିରୁ ଦେଖିବା ଏହି ରିପୋର୍ଟ। ସରକାର ଗରିବ ନିରୀହ ଏସ୍ସି ଏସ୍ଟି ଛାତ୍ରୀମାନଙ୍କର ଶିକ୍ଷାର ବିକାଶ ନିମନ୍ତେ ଅନେକ ପ୍ରକାର ପଦକ୍ଷେପ ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ହେଲେ ବିଭାଗୀୟ ଅଧିକାରୀ କର୍ମଚାରୀମାନଙ୍କର ଖାମଖିଆଲ ନୀତି ଯୋଗୁଁ ବିକାଶ ଆଗେଇ ପାରୁନାହିଁ। ସରକାର ଏହି ଏସ୍ସି ଏସ୍ଟି ଛାତ୍ରୀମାନଙ୍କ ପାଇଁ ରହିବା, ଖାଇବା, ପାଠ ପଢ଼ିବା ସମସ୍ତ ପ୍ରକାର ସୁବିଧା କରୁଛନ୍ତି। ହେଲେ ଦୁର୍ନୀତିଖୋର ପ୍ରଶାସନିକ ଅଧିକାରୀ କର୍ମଚାରୀ ସେହି ସରକାରୀ ସୁବିଧା ପାଇବାରୁ ଛାତ୍ରଛାତ୍ରୀମାନେ ବଞ୍ଚିତ ହେଉଛନ୍ତି, କାରଣ ସେମାନେ ଏସ୍ସି ଏସ୍ଟିଙ୍କର ବିରୋଧୀ ଅଟନ୍ତି। ପ୍ରକାଶ ଯେ ସିନାପାଲି ବ୍ଲକ ICDS ସାମ୍ନାରେ ଦୀର୍ଘ ବର୍ଷ ହେଲା 100 ଶଯ୍ୟା ବିଶିଷ୍ଟ ଏସ୍ସି ଏସ୍ଟି ଛାତ୍ରୀ ନିବାସ ଲକ୍ଷ ଲକ୍ଷ ଟଙ୍କାର ନିର୍ମାଣ ହୋଇଛି। ହେଲେ ଠିକାଦାରଙ୍କର କିଛି ବିଲ୍ ଟଙ୍କା ରହିଯାଇଥିବାରୁ ଏଯାଏ ଏହି ନିବାସ ପ୍ରଶାସନକୁ ହସ୍ତାନ୍ତର କରାଯାଉନାହିଁ, ଯାହାଫଳରେ ଏଠାରେ ରହି ପଡ଼ୁଥିବା ଛାତ୍ରଛାତ୍ରୀମାନେ ଅନ୍ୟ ଏକ ସରକାରୀ ବିଲ୍ଡିଂରେ ରହି ଶିକ୍ଷାଦାନ କରୁଥିବା ବୁଦ୍ଧିଜୀବୀ ମହଲରେ ଅସନ୍ତୁଷ୍ଟ ପ୍ରକାଶ ପାଇଛି। ପ୍ରାପ୍ତ ଖବର ଅନୁସାରେ ଏଠାରେ 6ଠରୁ 10ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀ ରହି ପାଠ ପଢ଼ୁଛନ୍ତି। ଏହି ଏସ୍ସି ଏସ୍ଟି ଛାତ୍ରୀ ନିବାସ 50 ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିଲା। ହେଲେ ସେହି ଟଙ୍କା ଭିତରୁ କେବଳ ମାତ୍ର 7 ଲକ୍ଷ ଟଙ୍କା ଠିକାଦାରଙ୍କୁ ଆଜି ପର୍ଯ୍ୟନ୍ତ ମିଳିନାହିଁ, ଯାହାଫଳରେ ଆଜି ବି ଏହି ଲକ୍ଷ ଲକ୍ଷ ଟଙ୍କାର ନିର୍ମାଣ ଛାତ୍ରୀ ନିବାସ ଭୂତକୋଠି ହୋଇ ପଡ଼ି ରହିଛି। ଏଭଳି ବିଲ୍ଡିଂ ସମସ୍ୟା ରହିଥିବାରୁ ଛାତ୍ରୀମାନେ ଅସୁବିଧାରେ ସମ୍ମୁଖୀନ ହେଉଥିବା ବୁଦ୍ଧିଜୀବୀ ମହଲରେ ଅସନ୍ତୁଷ୍ଟ ପ୍ରକାଶ ପାଇଛି। ଏନେଇ ସିନାପାଲି ବିଡିଓଙ୍କୁ ପଚାରିବାରୁ ତଦନ୍ତ କରି ଉଚିତ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ କହିଛନ୍ତି। ଏଥିରେ ଯାହା ଜଣାପଡ଼ୁଛି, ଯେତେଥର ଯେଉଁ କୌଣସି କାର୍ଯ୍ୟର ଅଧାପନ୍ତରିଆ କାର୍ଯ୍ୟ କଥା ବିଡିଓଙ୍କୁ ପଚାରିବାରୁ ସେ ସବୁବେଳେ ଗୋଟିଏ କଥା ରେକର୍ଡ଼ିଂ କରି ରଖିଥିଲା ଭଳିଆ କୁହନ୍ତି, ତଦନ୍ତ କରି ଉଚିତ ପଦକ୍ଷେପ ଗ୍ରହଣ କରିବି। ସେ କେବେ ତଦନ୍ତ କରି ଉଚିତ ପଦକ୍ଷେପ ଗ୍ରହଣ କରିବେ ତାଙ୍କ ପାଖରୁ ଏବେ ଅପେକ୍ଷାରେ ରହିଲା। ଏନେଇ ବ୍ଲକ ତଥା ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଉଚିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି। ନୂଆପଡ଼ା ଜିଲ୍ଲାରୁ ପରମେଶ୍ୱର ମେହେରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।